ଅଛି। ଦ୍ୱିତୀୟ କରନ୍ଥୀୟ 5:17। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ପବିତ୍ରାତ୍ମା ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଅଛୁ ଏହି ପ୍ରଭାତରେ ତୁମରି ସେହି ଜୀବନ୍ତ ବାକ୍ୟ ନେଇ ଆମେ ପ୍ରଭୁ ଉପସ୍ଥିତ ହେଇଅଛୁ। ପ୍ରଭୁ ତୁମରି ବାକ୍ୟ ଆମେ ଶିଖିବା ପାଇଁ ଯାଉଛୁ। ପବିତ୍ରାତ୍ମା ପରମେଶ୍ୱର, ତୁମେ ଆମମାନଙ୍କୁ ସାହାଯ୍ୟ କର। ତୁମେ ବକ୍ତା ହିଁ ଆମମାନଙ୍କୁ କଥା କୁହ, ଯେପରି ସେହି ବାକ୍ୟ ପ୍ରଭୁ ଆମମାନଙ୍କର ଜୀବନରେ ପ୍ରଭୁ କାର୍ଯ୍ୟକାରୀ ହେବ। ଆଉ ଏ ଜଗତରେ ଥିଲାବେଳେ ପ୍ରଭୁ ତୁମକୁ ଭୟ କରି ଆମେ ଆଗକୁ ବଢ଼ିବୁ, ଆଉ ତୁମର ଇଚ୍ଛା ଓ ଯୋଜନାକୁ ଆମେ ପୂର୍ଣ୍ଣ କରିବୁ। ସେଇଥିପାଇଁ ଦୟାକରି ଅନୁଗ୍ରହ କର। ମୋତେ ଉପସ୍ଥିତ ଥିବା ତୁମ ରକ୍ତରେ କୃତ ପ୍ରିୟ ସନ୍ତାନ ସନ୍ତତି ତୁମରି ଦାସ ଦାସୀଙ୍କୁ ମଧ୍ୟ ତୁମରି ସେହି ଜୀବନ୍ତ ବାକ୍ୟକୁ ତୁମରି ହସ୍ତରେ ଦେଖି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ ପିତା, ଆମେନ୍। এইଠାରେ ଆମେ ବାକ୍ୟ ଯୋଉଟା ଅଧ୍ୟୟନ କଲୁ, এইଠାରେ ଯେତେବେଳେ ଆମେ ଦେଖିବା ଦୁଇଟା ବିଷୟ ଦେଖିବା। କାଳ, ଦୁଇଟା କାଳ, ଗୋଟେ ହଉଛି ଅତୀତ ଆଉ ଗୋଟେ ହଉଛି ବର୍ତ୍ତମାନ। এই ଅତୀତ ଆଉ ବର୍ତ୍ତମାନକୁ ମୁଁ କିଛି ବିଷୟ ଆପଣମାନଙ୍କ ସମ୍ମୁଖ ରଖିବା ପାଇଁ ଚାହେଁ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ଏଇଟା ଯେତେବେଳେ ବାକ୍ୟ ଆରମ୍ଭ ହଉଛି, ଏଇଟା କଣ୍ଡିସନାଲ ବାକ୍ୟ, ଚୁକ୍ତି ମାନେ କଣ୍ଡିସନ ସହିତ ଲେଖା ହେଇଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ଏଇ ଯୋଉ ଶେଷ ଭାଗରେ ଲେଖା ହେଇଛି, ପୁରାତନ ବିଷୟ ଲୋପ ପାଇଅଛି। ପୁରାତନ ଦ୍ୟାଟ୍ ଇଜ ପାଷ୍ଟ, ଆଉ ଦେଖ ନୂତନ ବିଷୟ ସବୁ ହୋଇଅଛି ବର୍ତ୍ତମାନ। ଖ୍ରୀଷ୍ଟିଆନ ଜୀବନ ଆମେ ଯେତେବେଳେ ଦେଖିବା, ଏହି ବାକ୍ୟ ଅନୁସାରେ ଆମର ପୁରାତନ ବିଷୟ ଆମମାନଙ୍କ ଜୀବନରେ ପୁନରାବୃତ୍ତି ନ ହେବା ଦରକାର। ପ୍ରଭୁଙ୍କୁ ବିଶ୍ୱାସ କରିବା ପୂର୍ବରୁ, ପ୍ରଭୁଙ୍କୁ ଜାଣିବା ପୂର୍ବରୁ, ଯୀଶୁକୁ ନିଜର ପରିତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା ପୂର୍ବରୁ, ଯୋଉଟା ପ୍ରଭୁଙ୍କ ବାକ୍ୟ ବିରୋଧରେ ଆମେ କାର୍ଯ୍ୟ କରୁଥିଲୁ, ପାପ କର୍ମରେ ଲିପ୍ତ ଥିଲୁ, ଆମମାନଙ୍କ ଜୀବନରେ ଯୋଉଟା ଈଶ୍ୱରଙ୍କର କ୍ୟାରେକ୍ଟର ବିରୁଦ୍ଧରେ, ସେଇ ସବୁ ଯେପରି ଦେଖାଯିବ ନାହିଁ ଆଉ ନୂତନ ଦେଖାଯିବ, ସେ ବିଷୟରେ ଏଠାରେ ପ୍ରେରିତ ପୌଲ କହୁଅଛନ୍ତି। ତେଣୁ ଆଜିର ବାକ୍ୟର ଶୀର୍ଷକ ହେବ ଆମମାନଙ୍କର ଅତୀତ ବନାମ ବର୍ତ୍ତମାନ। ଅତୀତ ବନାମ ବର୍ତ୍ତମାନ। ମୁଁ କେଇଟା ବାକ୍ୟ ବାଇବଲ ଏପଟ ସେପଟ କରି ମୁଁ ପ୍ରଚାର କରିବି। ମୁଁ ଜେନେରାଲି ଟେକ୍ସଚୁଆଲ ମେସେଜ କୁହେ, କିନ୍ତୁ ଆଜି ମୁଁ ଗୋଟିଏ ଗୋଟିଏ ବାକ୍ୟକୁ ଚୁଜ୍ କରି ସେଇଠୁ କିଛି ବିଷୟ ଆପଣମାନଙ୍କୁ କହି ରଖିବା ପାଇଁ ଚାହେଁ, ପୁନରାବୃତ୍ତି କରିବା ପାଇଁ ଚାହେଁ। ଆଜିର ବାକ୍ୟ ହେଉଛି ଆମମାନଙ୍କର ଅତୀତ ବନାମ ବର୍ତ୍ତମାନ, ପାଷ୍ଟ ଭର୍ସେସ୍ ପ୍ରେଜେଣ୍ଟ। ସୋ ଆସନ୍ତୁ ଖୋଲିବା ମୋ ସହିତ ଏଫେସିୟ ତାର 5:8। ଯଦି କିଏ ପାଇବେ ଶୀଘ୍ର ଶୀଘ୍ର ପଢିଦେବେ। କିଏ ପାଇଲେ? ନାହିଁ। କାରଣ ତୁମ୍ଭେମାନେ ହଁ। ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ। ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର। ଦେଖନ୍ତୁ, ଏଇଠି ପାଷ୍ଟ ଆଉ ପ୍ରେଜେଣ୍ଟ ବି ଦେଖୁଛୁ। ଆମେ ପୂର୍ବେ ଅନ୍ଧକାର ସ୍ୱରୂପ ହେଉଥିଲୁ, କିନ୍ତୁ ଏଇଠି ଏକ୍ସପେକ୍ଟେସନ କରାଯାଏ, ଆଶା କରାଯାଏ ଯେ ଆମେ ଆଲୋକକୁ ସମାଜରେ ପ୍ରଦାନ କର। ତେଣୁ ତ ବାଇବଲ ଲେଖାଯାଏ, ଆମମାନେ ଜଗତର ଜ୍ୟୋତି, ଆମମାନେ ଆଲୋକ। ମୁଁ ଅତି ସରଳ ଭାବରେ ଆଜିର ବାକ୍ୟ କହି ରଖିବା ପାଇଁ ଚାହେଁ। ପ୍ରିୟ ପ୍ରଭୁଙ୍କର ସନ୍ତାନ ସନ୍ତତି, ପ୍ରଭୁଙ୍କର ଦାସ ଦାସୀ, ଆମେ ପ୍ରଭୁଙ୍କର ନଥିଲୁ, ପ୍ରଭୁଙ୍କର ହେଇଛୁ। ପୂର୍ବେ ଆମେ ଅନ୍ଧକାର ରୂପ କାର୍ଯ୍ୟ କରୁଥିଲୁ, କିନ୍ତୁ ଆମଠୁ ଆଶା କରାଯାଏ ଯେ ଆମେ କିପରି ଭାବରେ ପ୍ରଭୁଙ୍କର ସେହି ଜ୍ୟୋତି ଜଗତରେ ପ୍ରକାଶ କର। ପ୍ରଶ୍ନ ଉଠେ, ଆମେ ସେହି ପୁରାତନ ବିଷୟ ଲୋପ ପାଇଛି ନା ନାହିଁ? ନା ସେହି ଅନ୍ଧକାର ପୁନରାବୃତ୍ତି ଆମମାନଙ୍କ ଜୀବନରେ ଦେଖାଯାଏ। ସେ ଅନ୍ଧକାର ରୂପ ବ୍ୟବହାର ଭାଷା କରାଯାଏ। ଆମେ ଯେତେବେଳେ ସେ ବାକ୍ୟ ଆମେ ପଢିଲୁ, ସେହି କରନ୍ଥୀୟ ବାକ୍ୟ ଆମେ 5:17 ଯେତେବେଳେ ପଢିଲୁ, ସେଇଠାରେ ଆମେ ଦେଖିପାରୁଛୁ, ସେଇଠାରେ ଦେଖ ପୁରାତନ ସବୁ ଲୋପ ପାଇଅଛି, ନୂତନ ସୃଷ୍ଟି ହେଇଅଛି। କୋଉଥିରେ ଲୋପ ପାଇଅଛି ପୁରାତନ? କୋଉ କ୍ଷେତ୍ରରେ ପୁରାତନ ବିଷୟ ଲୋପ ପାଇଅଛି? ତାହା ହଉଛି ପ୍ରଶ୍ନ। ପୁରାତନ ଇନ୍ ଦ ସେନ୍ସ ଆମର ଭାବନାରେ, ଆମମାନଙ୍କର ମନରେ ପୁରାତନ ବିଷୟ ଲୋପ ପାଇବା ଦରକାର। ଆଉ ଯୋଉଟା ଦେଖ ବୋଲି କୁହାଯାଉଛି,
ସେଇ ଭାବନା କର୍ମରେ ପ୍ରକାଶ କାର୍ଯ୍ୟକୁ ଲୋକମାନେ ଦେଖନ୍ତି, ଆମର ଭାଷାକୁ ଶୁଣନ୍ତି, ଆମମାନଙ୍କର କାର୍ଯ୍ୟକୁ ଦେଖନ୍ତି। ଆମମାନେ ଯେତେବେଳେ ପ୍ରଭୁଙ୍କ ପାଖକୁ ଆସୁ ଆମେ ଆମ ମାନଙ୍କର ମନରେ ନୂତନୀକୃତ ହେବା ଦରକାର, କାରଣ ଯାହା ମନରେ ନୂତନୀକୃତ ହୁଏ ତାହା ସେହି ମନ ଡିସାଇଡ କରି ଆମମାନଙ୍କ ପ୍ରତିଦିନରେ ସେହି ମନର ଭାବକୁ ଆମେ କାର୍ଯ୍ୟରେ ପ୍ରକାଶ କରିଥାଉ। ତେଣୁ ପ୍ରିୟ ପ୍ରଭୁଙ୍କର ସନ୍ତାନ ସନ୍ତତି ଦାସ ଦାସୀ, ଆଜିର ବିଷୟ ମାନଙ୍କର ବିଷୟ ହଉଛି ଅତୀତ ବନାମ ବର୍ତ୍ତମାନ। ଏଇଠାରେ ଯୋଉ ଦେଖୁଛୁ ଆମେ ଅନ୍ଧକାରରେ ଥିଲୁ କିନ୍ତୁ ଆମେ ଆଲୋକ, ପାଷ୍ଟ ଆମର ଅନ୍ଧାର ଥିଲା, ବର୍ତ୍ତମାନ ଆମର ଜ୍ୟୋତି। ଲୋକମାନେ ଖାସ କରି ଯେତେ ଲୋକ ଆମେ ପ୍ରଭୁଙ୍କର ସେବା କରୁ, ବିଶେଷ କରି ଆମ ମାନଙ୍କଠୁ ଲୋକମାନଙ୍କର ଏକ୍ସପେକ୍ଟେସନ ରହିବ, ଆଶା ରହିବ, ଆମେ ଜ୍ୟୋତି ପ୍ରଭୁଙ୍କର ଜ୍ୟୋତିକୁ ଲୋକ ସମାଜରେ ପ୍ରକାଶିତ କରିବା ଆବଶ୍ୟକ ରହିଅଛି। ଦ୍ୱିତୀୟ ବିଷୟ ସେଇ ଏଫେସୀୟ 2:2 ଯେତେବେଳେ ଆମେ ଦେଖିବା, 2:2 ଏହିପରି ଲେଖାଯାଏ, ଅର୍ଥାତ୍ ଏଫେସୀୟ ମଣ୍ଡଳୀରେ 2:2 ଅର୍ଥାତ୍ ଯେଉଁ ଆତ୍ମା ଏବେ ଅନାଜ୍ଞାବହ ସନ୍ତାନ ମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହା ଇଚ୍ଛା ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ସେହି ଅନାଜ୍ଞାବହ ସନ୍ତାନ ମାନଙ୍କ ସହିତ ଆମମାନେ ସମସ୍ତ ମଧ୍ୟ ଏକ ସମୟରେ ଆମମାନଙ୍କର ଶାରୀରିକ ଅଭ୍ୟାସ ଅନୁସାରେ ଜୀବନ ଯାପନ କରି ସାଂସାରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବବଶତଃ କ୍ରୋଧରେ ପାତ୍ର ଥିଲୁ। ଏଇଟା ଦେଖନ୍ତୁ, ଥିଲୁ କୋଉ କାର୍ଯ୍ୟ କରି ଆସୁଥିଲୁ। ଆଉ ମୁଁ ପଢି 4 ଲେଖାଯାଏ, ମାତ୍ର ଏହିପରି ଅପରାଧରେ ମୃତ ହେଲେ ହେଁ ଦୟା ସାଗର ଯେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥି ସକାଶେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ପ୍ରେଜେଣ୍ଟ ହଉଛି ସଜୀବ। ଆମେ ମୃତ ଥିଲୁ ପାପ କାର୍ଯ୍ୟ କରିକି, ଶୈତାନଙ୍କର ଅନ୍ଧକାର କାର୍ଯ୍ୟ କରିକି ଆମେ ମୃତ ଥିଲୁ। ବର୍ତ୍ତମାନ ଏକ୍ସପେକ୍ଟେସନ ହଉଛି ଜୀବିତ। ଆମମାନେ ଯେପରି ଜୀବିତ, ପ୍ରଭୁଙ୍କ ଦୃଷ୍ଟିରେ ଜୀବିତ ଦେଖା ଯିବା। ପ୍ରଭୁଙ୍କର ଏକ୍ସପେକ୍ଟେସନ ହଉଛି ଆମମାନେ ପ୍ରଭୁଙ୍କର ସେହି ବାକ୍ୟକୁ ପାଳନ କରି ପ୍ରଭୁଙ୍କର ସମ୍ମୁଖରେ ସଦାବେଳେ ଜୀବିତ ହେବା। ପ୍ରକାଶିତ ଯେପରି ଲେଖାଯାଏ, ତୁମେ କହୁଛ ତୁମେ ଜୀବିତ ବୋଲି, ନା ନା ତୁମେ ଜୀବିତ ନୁହଁ, ତମେ ମୃତ। ପ୍ରିୟମାନେ, ଆମମାନେ ମୃତ ରୂପକ କାର୍ଯ୍ୟ ଆମମାନଙ୍କ ଜୀବନରେ ଦେଖା ନ ଯିବା ଦରକାର। ଆମମାନଙ୍କର ଅତୀତରେ ସେଇ ଥିଲା, ବର୍ତ୍ତମାନ କଣ ଅଛି ତାହା ମାନେ ପ୍ରଶ୍ନ କରିବା ଦରକାର, ଆମେ ସମୀକ୍ଷା କରିବା ଦରକାର। ଆମମାନଙ୍କ ଜୀବନରେ ଜୀବିତ ପରମେଶ୍ୱରଙ୍କର ଜୀବିତ ସନ୍ତାନ ସନ୍ତତି ଭାବରେ ଆମମାନଙ୍କର କାର୍ଯ୍ୟ ପ୍ରକାଶିତ ହେବା ଦରକାର। ଆମେ ଶାରୀରିକ ଭାବରେ ଜୀବିତ କିନ୍ତୁ ଆତ୍ମିକ ଭାବରେ ପ୍ରଭୁଙ୍କର ଦୃଷ୍ଟିରେ ଜୀବିତ ଦେଖା ଯିବା ଦରକାର। ଏଫେସୀୟ 2:13 ଏପରି ଲେଖାଯାଏ, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କର ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ପାଷ୍ଟ ବା ଅତୀତ ଆମେ ପ୍ରଭୁଙ୍କ ଠାରୁ ଦୂରରେ ଥିଲୁ, ଆଉ ପ୍ରଭୁ ଚାହାନ୍ତି ବର୍ତ୍ତମାନ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହଉ, ତାହାଙ୍କ ସହିତ ରହୁ। ଆମେ ପ୍ରଭୁଙ୍କର ସହିତ ରହିବା ଆମ ଖ୍ରୀଷ୍ଟିଆନ ଲୋକମାନଙ୍କର ଠାରୁ ପ୍ରଭୁ ଆଶା କରନ୍ତି, ସମାଜ ବି ଚାହାନ୍ତି। ଆମେ ଆମର କାର୍ଯ୍ୟ ପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଏ, ଆମମାନଙ୍କର ଭାବନା ପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଏ, ଆମମାନଙ୍କର ଡିସିସନ ପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଏ, ଆମମାନଙ୍କର କାର୍ଯ୍ୟ ପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଏ। ଯେପରି ଆମେ ଜେନେସିସ୍ ଆଦି ପୁସ୍ତକ ଦେଖୁଛୁ, ପ୍ରଭୁଙ୍କ ଠାରୁ ଆଦମ କେମିତି ଦୂରକୁ ଯାଉଛନ୍ତି, ଆମମାନଙ୍କର କାର୍ଯ୍ୟ ହିଁ ପ୍ରଭୁଙ୍କ ଠାରୁ ଦୂରକୁ ନେଇଥାଏ। ଆମମାନଙ୍କର ନିଷ୍ପତ୍ତି ଜୁନିୟର ଯେପରି ପ୍ରଭୁଙ୍କ ଠାରୁ ଦୂରକୁ ଯାଉଛନ୍ତି। ସେ ପ୍ରଭୁ ଅମ୍ନିପ୍ରେସେଣ୍ଟ ସବୁ ଜାଗାରେ ଅଛନ୍ତି, କିନ୍ତୁ ସ୍ପିରିଚୁଆଲ ରେଲମରେ ଆମେ ପ୍ରଭୁଙ୍କ ଠାରୁ ଦୂରକୁ ଯାଉଅଛୁ। ସୋ ଆମେ ଯଦି ଆଜି ନିଜକୁ ଦେଖିବା, ନିଜକୁ ପ୍ରଶ୍ନ କରିବା, ଆମେ କେତେ ପ୍ରଭୁଙ୍କର ନିକଟତର। ଆମେ ଯେତେ ଆମର ଭାବନା କଳୁଷିତ, ଆମମାନଙ୍କର ଦୃଷ୍ଟି କଳୁଷିତ, ଆମମାନଙ୍କର କାର୍ଯ୍ୟ କଳୁଷିତ, ଆମେ ପ୍ରଭୁଙ୍କ ଠାରୁ ସେତିକି ଦୂରକୁ ଯାଉଛୁ। କିନ୍ତୁ ପ୍ରଭୁଙ୍କର ବାକ୍ୟ କୁହେ ଆମେ ଅତୀତରେ ପ୍ରଭୁଙ୍କ ଠାରୁ ଦୂରକୁ ଯାଇଥିଲୁ, କିନ୍ତୁ ପ୍ରେଜେଣ୍ଟରେ ଆମେ ପ୍ରଭୁଙ୍କର ନିକଟତର ହେବା ଦରକାର, ପ୍ରଭୁଙ୍କ ସହିତ ରହିବା ଦରକାର। ପ୍ରଭୁ ଯେତେବେଳେ ଜଗତରେ ଥିଲେ
ସେ ସେହି ନିକଟତର ହେବା ପାଇଁ ସେ ଆମେ ପ୍ରଭୁଙ୍କ ସହିତ ରହିବା ପାଇଁ ସେ ପ୍ରାର୍ଥନା କରୁଥିଲେ ଯୀଶୁ ଜଗତରେ ଥିଲାବେଳେ। ପିତା ଆମେ ଯେପରି ଏକ ତିନି ଏକ ୟୁନିଟି ଗୋଟିଏ ଜାଗାରେ ଅଛୁ, ଯେତେ ଲୋକ ତୁମେ ମତେ ଦେଇଅଛ ସେମାନେ ଯେ ଏକ ହୁଅନ୍ତୁ, ସେତିକି ନୁହେଁ, ସେ ଆହୁରି ଅଧିକ ପ୍ରାର୍ଥନା କରିଛନ୍ତି ସେମାନେ ଯେପରି ମୋ ସହିତ ରହିବେ, ମୋ ସହିତ ରହିବେ। ତେଣୁ ଶିଷ୍ୟମାନଙ୍କୁ ସେ ଡାକିଲେ, ପ୍ରଭୁଙ୍କର ଦାସ ମାନଙ୍କୁ ସେ କହୁଅଛନ୍ତି, ସେ ଏଇଥିପାଇଁ ପୁଣି ସେମାନଙ୍କୁ ଆହ୍ୱାନ କଲେ ଯେପରି ସେମାନେ ତାହାଙ୍କ ସହିତ ରୁହନ୍ତି, ଯେପରି ସେମାନେ ତାହାଙ୍କ ସହିତ ରୁହନ୍ତି। ସୁସମାଚାର ପ୍ରଚାର କରିବା ପାଇଁ ଯେତେବେଳେ ପ୍ରଭୁଙ୍କର ଦାସ ମାନଙ୍କୁ ସେ ଆହ୍ୱାନ କଲେ, ସେଇଠାରେ ଗୋଟେ ଶବ୍ଦ ଲେଖା ହେଇଛି ଯେପରି ସେମାନେ ତାହାଙ୍କ ସହିତ ରୁହନ୍ତି। ସୁସମାଚାର ପ୍ରଚାର କରିବା ପାଇଁ ଏକ ବ୍ୟକ୍ତି ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା, ପ୍ରଭୁଙ୍କର ବାକ୍ୟ ଶିଖିବା ପାଇଁ ଲୋକମାନେ ବାଇବଲ ଟ୍ରେନିଂ ଯାଆନ୍ତି, ବହୁତ ଭଲ, ତାହା ହେବା ମଧ୍ୟ ଉଚିତ, ତାଲିମ ପ୍ରାପ୍ତ ହୁଅନ୍ତି। ମୁଁ 2 ଦିନ ଆଗରୁ ପ୍ରଭୁ ମତେ ଗୋଟେ ଥଟ୍ ଦେଉଥିଲେ ଯେ ଯେତେ ଲୋକ ବାଇବଲ ଯାଇନାହାନ୍ତି, ଯାଇପାରୁନାହାନ୍ତି, ସେମାନେ ବାଇବଲ ପାଖକୁ ପ୍ରଭୁଙ୍କ ପତ୍ର ମନୁଷ୍ୟ ଠାରୁ ପ୍ରଭୁଙ୍କର ଜ୍ଞାନ ବୁଦ୍ଧି ପବିତ୍ର ଆତ୍ମାଙ୍କର ଅଭିଷେକ ପାଇଥିବା ଲୋକଙ୍କ ଠାରୁ ଆମେ ଶିକ୍ଷା ପ୍ରାପ୍ତ ହଉଛୁ। ଯେଉଁମାନେ ବାଇବଲ ଟ୍ରେନିଂ ଯାଉନାହାନ୍ତି ସେମାନେ ବାଇବଲ ପାଖକୁ ଯାଆନ୍ତୁ, ଯୋଉଠିକି ଟ୍ରେନ ରହୁଛନ୍ତି ପବିତ୍ର ଆତ୍ମା ପରମେଶ୍ୱର। ଯୋଉ ପବିତ୍ର ଆତ୍ମା ପରମେଶ୍ୱର ଜଗତରେ ଯେତେ ବି ବାଇବଲ ଟ୍ରେନିଂ ବା ତାଲିମ ଦେବା ବ୍ୟକ୍ତି ମାନଙ୍କୁ ଟ୍ରେନ କରନ୍ତି, ସେହି ପରମେଶ୍ୱର ବାଇବଲର ଶିକ୍ଷକ ଅଟେ। ପ୍ରିୟ ପ୍ରଭୁଙ୍କର ଲୋକ, ଯେତେ ଲୋକ ଆମେ ଉପସ୍ଥିତ ହେଉଛୁ ଏଇ ଦିନ ମାନଙ୍କର, ପ୍ରଭୁ ମତେ ସେଇଦିନ ଏକ ବହୁତ ମାନେ ସତ୍ୟ ନିଗୁଡ ବାକ୍ୟ ସେ ମତେ ସେଇଦିନ ପ୍ରକାଶ କଲେ। ମୁଁ ଭାଇମାନଙ୍କୁ ସେୟାର କରିଥିଲି, ଅନେକ ଆମର ଭାଇମାନେ ବାଇବଲ ଟ୍ରେନିଂ ଯାଇନାହାନ୍ତି, ସେମାନେ ନିଜକୁ ଛୋଟ ବୋଲି ଭାବୁଥିବେ, ସେମାନେ ବାଇବଲ ଜାଣିନ ବୋଲି ଭାବୁଥିବେ, ସେମାନେ ବାଇବଲ ଟ୍ରେନିଂ କଲେଜକୁ ନ ଯାଆନ୍ତୁ, କୌଣସି ସ୍ଥାନକୁ ନ ଯାଆନ୍ତୁ, ସେମାନେ ବାଇବଲ ପାଖକୁ ଯାଆନ୍ତୁ। ତେଣୁ ଯୀଶୁ କହିଲେ, ଯେତେ ଲୋକକୁ ସେ ଆହ୍ୱାନ କଲେ ସେମାନେ ଯେପରି ତାଙ୍କ ଠାରେ ରହିବେ। ପ୍ରତ୍ୟେକ ପ୍ରଭୁଙ୍କର ଲୋକମାନେ ଯୋଉମାନେ ବାଇବଲରେ ରହିବେ ସେମାନଙ୍କର ଶିକ୍ଷକ ପବିତ୍ର ଆତ୍ମା ପରମେଶ୍ୱର ହେବେ, ସେମାନଙ୍କର ଶିକ୍ଷକ ନିଜେ ପରମେଶ୍ୱର ହେବେ, ସେ ପ୍ରଫେସର ସେମାନଙ୍କର ହେବେ, ସେ ଦ ହେଡ ଅଫ ଦ ଡିପାର୍ଟମେଣ୍ଟ ହେବେ, ସେ ପ୍ରିନ୍ସିପାଲ ହେବେ, ସେ ସେମାନଙ୍କୁ ଶିଖେଇବେ। ମୁଁ କଣ କହି ରଖିବା ପାଇଁ ଚାହେଁ, ଆମେ ପ୍ରଭୁଙ୍କ ଠାରେ ଦୂରରେ ଥିଲୁ ଦିନେ, ଆଜି ଆମେ ପ୍ରଭୁଙ୍କ ପାଖକୁ ଯିବା। ଆମେ ଯେତେ ସେବା କରୁଛୁ, ଯେତେ ଆମେ ମାନେ ବାଇବଲ ତାଲିମ ପ୍ରାପ୍ତ କରି ସେବା କରିଛୁ କିମ୍ବା ତାଲିମ ପ୍ରାପ୍ତ ନ ସେବା କରୁଛୁ, ଆମ ସମସ୍ତଙ୍କୁ ପ୍ରଭୁଙ୍କ ପାଖକୁ ଯିବାକୁ ପଡିବ। ଏଇଟା ବାଇବଲ କଲେଜ ଠାରୁ ବାଇବଲ ହଉଛି ସବୁ ବଡ କଲେଜ, ସବୁଠାରୁ ବଡ କଲେଜ, ଯୋଉଠାରେ ପବିତ୍ର ଆତ୍ମା ତ୍ରିଏକ ପରମେଶ୍ୱର ଶିକ୍ଷକ କରନ୍ତି, ଶିକ୍ଷା ଦିଅନ୍ତି। ତେଣୁ ଆଜି ନିଜକୁ ପ୍ରଶ୍ନ କରିବା, ହାଉ ଫାର ଆଇ ଆମ୍ ୱିଥ୍ ଗଡ୍, ମୁଁ କେତେ ଦୂର ପ୍ରଭୁଙ୍କ ଠାରେ ଅଛି, ନା ଆଇ ଆମ୍ କ୍ଲୋଜ ୱିଥ୍ ଗଡ୍, ପ୍ରଭୁଙ୍କ ସହିତ ଉପସ୍ଥିତ ବା ପ୍ରଭୁଙ୍କର ନିକଟତର ହେଇଅଛି। ଆଉ ଗୋଟେ ବାକ୍ୟ ପଢିବା ଆମେ, ଟାଇଟସ୍ ତିତସ 3:3, ତିତସ 3:3 ଯଦି କିଏ ପାଇବେ କରିଦିଅନ୍ତୁ ଟିକେ। କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ, ପୁଣି ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ। ହିଂସା ଓ ଈର୍ଷାରେ ଈର୍ଷା ଓ ହିଂସାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ। ଏଇ ସବୁ ବାକ୍ୟକୁ ମୁଁ ଏକ୍ସପ୍ଲାନେସନ କରୁନାହିଁ, ଆମେ ଏଇ ସବୁ ବାକ୍ୟ ଆମମାନଙ୍କ ଜୀବନରେ ଦେଖା ଯାଉଥିଲା ପ୍ରଭୁଙ୍କ ପାଖକୁ ଆସିବା ପୂର୍ବରୁ। କିନ୍ତୁ ବର୍ତ୍ତମାନ, ପାଷ୍ଟ ଅତୀତ ଏମିତି ଥିଲା, କିନ୍ତୁ ବର୍ତ୍ତମାନ ଆମକୁ କଣ ଏକ୍ସପେକ୍ଟ କରାଯାଏ, ଏଇ ସବୁ ବାକ୍ୟ ଆମମାନଙ୍କ ଜୀବନରେ ପ୍ରତିଫଳିତ ନ ହେବା ପାଇଁ, ଆମମାନଙ୍କର ଭାବନା ହଉ, ଆମମାନଙ୍କର ଦୃଷ୍ଟି ହଉ, ଆମମାନଙ୍କର ଆଚରଣରେ ଏସବୁ ଏଇ ଯୋଉ ଶବ୍ଦ ଗୁଡାକ ଦେଖାଯାଇଛି, ଯେପରି ଭ୍ରାନ୍ତ, ଅବାଧ୍ୟ, ନିର୍ବୋଧ, କୁଅଭିଳାଷ, ସୁଖ ଭୋଗରେ ଦାସ ଥିଲୁ, ଏଇ ସବୁ ଆମମାନଙ୍କ ଜୀବନରେ ଦେଖା ନ ଯିବା ଦରକାର। ଏଣିକି ଯୋଉମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେମାନଙ୍କ ପାଖରେ ନୂଆ ଦେଖାଯିବା। ଏଇଟା ପ୍ରଭୁଙ୍କର ଜାଣିବା ପୂର୍ବର ବାକ୍ୟ ଗୁଡାକ, ଏଇ ଗୁଣ ଗୁଡାକ ଏଇଠାରେ ଟାଇଟସରେ ଆମେ ଦେଖିପାରୁଛେ। ଏଇ ସବୁରୁ ଆମେ ବାହାରି ଆସି ନୂଆ ଜୀବନ ଯାପନ କରିବା ପାଇଁ ଆମେ ଚେଷ୍ଟା କରିବା ଦରକାର। କଲୋସ୍ୟ 1:21,
କଲୋସ୍ୟ 1:21 ଏପରି ଲେଖାଯାଏ, ମୁଁ ଆପଣମାନଙ୍କ ପାଇଁ ପଢି ଦଉଛି। ଆଉ ପୂର୍ବେ ଦୁଷ୍କର୍ମ କରି ତୁମାନେ ଈଶ୍ୱରଙ୍କ ଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ। ପୂର୍ବରେ ଏଇ ସବୁ ଗୁଣ ଆମମାନଙ୍କ ଜୀବନରେ ଥିଲା। ଆଜି ଆମେ ସମୀକ୍ଷା କରିବା, ମୁଁ ପୂର୍ବରେ ଏଇ ଗୁଣ ଗୁଡାକ ମୋ ପାଖରେ ଯଦି ଥିଲା, ତାହା କଣ ଏବେ ବି ମୋ ପାଖରେ ଅଛି? ତାହା ଆଶା କରାଯାଏ ନାହିଁ। କାରଣ ଯୋଉମାନେ ନୂତନ ସୃଷ୍ଟି ହେଇଛନ୍ତି ସେମାନଙ୍କ ଜୀବନରେ ନୂତନ ବିଷୟ ଦେଖାଯିବା ଦରକାର। ଦେଖ, ପୁରାତନ ଲୋପ ପାଇଛି ବୋଲି। ଲୋପ ପାଇବା ମାନେ ମୁଁ ଏମିତି ଭାବେ, କିଛି ସମୟ ଯଦି ଆମେ କୁହୁଡି ଦେଖୁଛୁ, ଏଇଟା ସମୟ ପରେ ସେ କୁହୁଡି ଆମର ଦୃଷ୍ଟିରୁ ଲୋପ ପାଇଯାଏ, ଆଉ ସେଇଟା ଆଉ ଦେଖାଯାଏ ନାହିଁ। ଆଉ କିଛି ନୂଆ କୁହୁଡି ବଦଳରେ ସୂର୍ଯ୍ୟ କିରଣ ଦେଖାଯାଏ। ଏକ୍ଜାକ୍ଟଲି ପ୍ରଭୁଙ୍କର ଆଶା ଆମମାନଙ୍କ ଜୀବନରେ, ପ୍ରଭୁଙ୍କ ପାଖକୁ ଆସିଲା ପରେ ଆମମାନଙ୍କର ଭାବନା, ଆମମାନଙ୍କର ମନ ନୂତନୀକୃତ ହେବା ଦରକାର। ଯେମିତି ବାକ୍ୟ ଲେଖାଯାଏ, ତୁମେ ଶାରୀରିକ ମନା ହୁଅ ନହେଲେ ଆତ୍ମିକ ମନା ହୁଅ। ଆମମାନଙ୍କର ମନ ଆତ୍ମିକ ମନା ହେବା ଦରକାର। ଦେଖନ୍ତୁ, ଆମେ ଜଗତରେ ଅଛୁ, ଆମେ ଦୁଇଟା ନେଚରରେ ତିଆରି ଅଛୁ। ବାଇବଲ କୁହେ ଆମେ ପ୍ରଭୁଙ୍କର କ୍ୟାରେକ୍ଟର ବା ଏସେନ୍ସ, ତାହାଙ୍କର ଉତ୍ତମ ଗୁଣରେ ଆମେ ତିଆରି ହେଇଛୁ। ମିନୱାଇଲ୍ ଆମମାନେ ତିଆରି ହେଇଛୁ ସେ ଅବାଦମଙ୍କ ଦ୍ୱାରା। ଆମମାନଙ୍କ ଜୀବନରେ ସେଇ ଖରାପ କ୍ୟାରେକ୍ଟର ଗୁଣ ବି ରହିଅଛି। ଈର୍ଷା, ଅହଙ୍କାର, ଘୃଣା, ପାପ, ମନ୍ଦତା, କାମୁକତା, ଏ ସବୁ ବିଷୟ ଆମମାନଙ୍କ ଶରୀରରେ ହିଁ ଅଛି। କିନ୍ତୁ ଯେତେବେଳେ ଆମେ ପ୍ରଭୁଙ୍କ ପାଖକୁ ଆସୁଅଛୁ, ସେଇ ସବୁ ଲୋପ ପାଇବା ଦରକାର। କୁହୁଡି ଯେପରି ଉଭେଇଯାଏ, ଆମମାନଙ୍କର ସେଇ କୁହୁଡି ଯେପରି ଉଭେଇଯାଏ, ଆଖିରୁ ଦେଖାଯାଏ ନାହିଁ, ଏକ୍ଜାକ୍ଟଲି ସେଇପରି ଆମମାନଙ୍କର ମନ ଯେତେବେଳେ ନୂତନୀକୃତ ହୁଏ, ମନ ଯେପରି ପ୍ରଭୁଙ୍କର ଗୁଣକୁ କବ୍ଜା କରେ, ସେତେବେଳେ ଆମେ ନୂତନୀକୃତ ହେଇଥାଉ। ଏଠାରେ ଆମେ ଦେଖୁଛୁ ଆମମାନଙ୍କର ଯୋଉ ପୂର୍ବରେ ଦୁଷ୍କର୍ମ, ଆମମାନଙ୍କର କର୍ମ ଖରାପ ଥିଲା, ତାହା ଏବେ ଆଶା ନ କରେ, ମାନେ ପ୍ରଭୁ ଏକ୍ସପେକ୍ଟ କରନ୍ତି ନାହିଁ ଆମ ଠାରେ ନୂତନ ହଉ, ଆମେ ପ୍ରଭୁଙ୍କର ଗୁଣକୁ ବଜେଇ ରଖୁ। ଏଇଟା ପ୍ରଭୁଙ୍କର ଇଚ୍ଛା ଅଟେ। ମୋ ସହିତ ପଢିବା ପ୍ରଥମ ପିତର ତାର 2:10। ପ୍ରଥମ ପିତର 2:10। ପୂର୍ବରେ ତୁମ୍ଭେମାନେ ପ୍ରଜାବାଚ୍ୟ ନଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ। ପୂର୍ବରେ ତୁମ୍ଭେମାନେ ଦୟା ପାଇନଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଅଛ। Praise the Lord. ପୂର୍ବରେ ତୁମେ ପ୍ରଜାବାଚ୍ୟ ଥିଲ, ପୂର୍ବରେ ତୁମେ ପ୍ରଜାବାଚ୍ୟ ଥିଲ, କିନ୍ତୁ ଏବେ ଈଶ୍ୱରଙ୍କର ପ୍ରଜା ହୋଇଅଛ। ତୁମେ ମାନେ ପ୍ରଜାବାଚ୍ୟ ନଥିଲ, ପ୍ରଜାବାଚ୍ୟ ନଥିଲ। ହିନ୍ଦୀରେ ଲେଖାଯାଏ ତୁମ କୁଛ ବି ନେହିଁ ଥେ। ଏବେ ଆମମାନେ ପ୍ରଭୁଙ୍କର ଦୃଷ୍ଟିରୁ କିଛି ବହୁମୂଲ୍ୟ ହେଇଅଛୁ। ପ୍ରଭୁଙ୍କର ଦୃଷ୍ଟିରୁ ଆମେ ବହୁମୂଲ୍ୟ, ଆମେ କିଛି ନଥିଲୁ ପ୍ରଭୁଙ୍କ ଦୃଷ୍ଟିରେ। ପ୍ରଭୁଙ୍କର କାର୍ଯ୍ୟ କରିବା, ପ୍ରଭୁଙ୍କର ଭାବନାରେ, ପ୍ରଭୁଙ୍କର ଦୃଷ୍ଟି ଯେପରି, ସେଇଗୁଡାକ ଆମ ପାଖରେ କିଛି ନଥିଲା। ଆମେ ଶୂନ୍ୟ ଥିଲୁ, ପ୍ରଭୁଙ୍କ ଠାରୁ ଦୂରରେ ରହିଥିଲୁ। କିନ୍ତୁ ବର୍ତ୍ତମାନ ଆମେ କେମିତି ଅଛୁ? ସେଇ କାର୍ଯ୍ୟକୁ ଆମ ଜୀବନରେ ପ୍ରତିଫଳିତ କରୁଛୁ କି? ସେଇ କାର୍ଯ୍ୟକୁ ଆମର ଦୃଷ୍ଟି ରଖିଅଛୁ କି? ସେହି ବିଷୟକୁ ଆମ ମୁଖରେ ପ୍ରକାଶିତ କରୁଛୁ? ସେଇ କାର୍ଯ୍ୟକୁ ଆମ ଜୀବନରେ, ଆମ ଦୈନିକ ଜୀବନରେ ପ୍ରତିଫଳିତ କରୁଛୁ କି? ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମ ମାନଙ୍କର ଅତୀତ ଠାରୁ ବର୍ତ୍ତମାନ ହଉଛି ଇମ୍ପୋର୍ଟାଣ୍ଟ। ପ୍ରଭୁ ଆମମାନଙ୍କର ଅତୀତକୁ ନେଇ ବିଚାର କରନ୍ତି ନାହିଁ, ବର୍ତ୍ତମାନକୁ ନେଇକି ବିଚାର କରନ୍ତି। ବର୍ତ୍ତମାନ ହଉଛି ଫ୍ୟୁଚର। କିଏ ଜଣେ କହିଲେ, ଦେयर ଇଜ नो फ्यूचर एट ऑल, प्रेजेंट इज योर फ्यूचर। ଅତୀତ ବୋଲି କିଛି ନାହିଁ, ପୁଣି ବର୍ତ୍ତମାନ ହଉଛି ଆମର ଭବିଷ୍ୟତ। ତେଣୁ ଆମମାନଙ୍କର ବର୍ତ୍ତମାନ ପ୍ରଭୁଙ୍କର ବାକ୍ୟ ଅନୁସାରେ ନୂତନ ହେବା ଦରକାର।
ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମମାନଙ୍କର କାର୍ଯ୍ୟ ପ୍ରକାଶିତ ହେବା ଦରକାର। କେହି ଯଦି ଆମକୁ ଦେଖୁଅଛନ୍ତି ଆମମାନଙ୍କର ପୂର୍ବ ବିଷୟ ଆମମାନଙ୍କ ଜୀବନରେ ଦେଖା ନ ଯିବା ଦରକାର। ଉଦାହରଣ ସ୍ୱରୂପ ମୁଁ ଯେତେବେଳେ ପ୍ରଭୁଙ୍କ ପାଖକୁ ଆସିଲି, ମୁଁ ଖ୍ରୀଷ୍ଟିଆନ ପରିବାର ଜନ୍ମ ହେଇଥିଲି, କିନ୍ତୁ ପ୍ରଭୁଙ୍କ ସହିତ ନଥିଲି, ପ୍ରଭୁଙ୍କ ପାଖରେ ନଥିଲି, ପ୍ରଭୁଙ୍କର ବାକ୍ୟ ଆଧାରିତ ଜୀବନ ଯାପନ କରୁନଥିଲି। କାରଣ ମୁଁ ମଦ ପିଉଥିଲି, କାରଣ ମୁଁ ଚର୍ଚ୍ଚକୁ ଯାଉନଥିଲି, ମୁଁ ମଶାଣିରେ ଶୋଉଥିଲି। ଏଇସବୁ ବିଷୟ ମୋ ଜୀବନରେ ପୂର୍ବରେ ଥିଲା। ତାହା ଯଦି ବର୍ତ୍ତମାନ ବି ଲୋକମାନେ ଦେଖିବେ, ତେବେ ମୁଁ ନୂତନ ସୃଷ୍ଟି ହେଇନାହିଁ। ସେ ପୁରାତନ ବିଷୟରେ ମୁଁ ଆବଦ୍ଧ ହେଇକି ରହିଅଛି। ଯେମିତି ମୁଁ ଗତ ଥର କହିଥିଲି ନିନି ବିଷୟରେ। ନିନି ବିଷୟ ମାନେ ହ୍ୟାଣ୍ଡସମ୍, ନା ତ ହ୍ୟାଣ୍ଡସମ୍ ହେଇଛି, କିନ୍ତୁ ତା ଭିତରେ ପାପ ଭର୍ତ୍ତି ହେଇକି ରହିଅଛି। ଆମମାନେ ଖାଲି ନାମକୁ ଖ୍ରୀଷ୍ଟିଆନ, ନାମକୁ ପାଳକ ଭାବରେ ମୁଁ ଯଦି ଦେଖାଯିବି, ପାଳକ ନାମକୁ ମୁଁ ହୋଲ୍ଡ କରିଛି, ଯେମିତି ହୋଲ୍ଡ କରିଛି ହ୍ୟାଣ୍ଡସମ୍ ବୋଲି, କିନ୍ତୁ ସେଇ ଜାଗାରେ ପାପ ଭର୍ତ୍ତି ରହିଅଛି। ସେମିତି ପ୍ରଭୁ ଆମମାନଙ୍କ ଜୀବନରେ ଏକ୍ସପେକ୍ଟ କରନ୍ତି ନାହିଁ। ଆମେ ଯେତେବେଳେ ନୂଆ ନାଁ ପାଇଥାଉ, ପାଳକ, ପ୍ରଭୁଙ୍କର ସନ୍ତାନ ସନ୍ତତି, ଯେତେ ଲୋକ ତାକୁ ବିଶ୍ୱାସ କଲେ ସେମାନେ ତାହାଙ୍କର ସନ୍ତାନ ସନ୍ତତି ହେଲେ। ଏଇ ଯୋଉ ନୂଆ ଡେଜିଗ୍ନେସନ, ନୂଆ ନାମ ଆମେ ପାଇଥାଉ, ଆମମାନଙ୍କର ଚିନ୍ତା, ଆମମାନଙ୍କର ଭାବନା, ଆମମାନଙ୍କର କର୍ମ, ଆମମାନଙ୍କର ପ୍ରତିଟି ଦିନର କାର୍ଯ୍ୟ ବି ନୂଆ କିପରି ହେବା ଦରକାର? ପ୍ରଭୁଙ୍କର ଗୁଣ ପରି ଦେଖାଯିବା ଦରକାର। ଏଇଠାରେ ଆମେ ଦେଖିଲୁ ଆମମାନେ କିଛି ନଥିଲୁ, ଏବେ କିଛି ହଉଛି। ମାନେ କୋଉ କ୍ଷେତ୍ରରେ କିଛି ହେବା? ପ୍ରଭୁଙ୍କ ଗୁଣରେ ଆମେ କିଛି ଦେଖାଯିବା ଦରକାର, ଉତ୍ତମ ହେବା ଦରକାର, ପବିତ୍ର ହେବା ଦରକାର। ତେଣୁ ଅତୀତ ବନାମ ବର୍ତ୍ତମାନ, ବେଳେ ବେଳେ ଲୋକମାନେ ହିଁ ଏଇଟ୍ର ରାଇଟ୍ ଜଜ୍, ସେମାନେ ହିଁ ଆମମାନଙ୍କୁ ଜଜ୍ କରିପାରନ୍ତି। ମୋର ଲାଇଫ କେମିତି ଥିଲା, ବର୍ତ୍ତମାନ କେମିତି ଅଛି, ମୋର ବ୍ୟବହାର ଅତୀତରେ କେମିତି ଥିଲା, ବର୍ତ୍ତମାନ କେମିତି ଅଛି, ମୋର ଦୃଷ୍ଟି କେମିତି ଥିଲା, ବର୍ତ୍ତମାନ କେମିତି ଅଛି ଦୃଷ୍ଟି। ହୁଏତ ଲୋକମାନେ ତାକୁ ଦୃଷ୍ଟିକୁ ନୋଟିସ ନ କରିପାରନ୍ତି, ଆମେ ଭଲ ଭାବରେ ସମୀକ୍ଷା କରିପାରିବା। ମୁଁ କିପରି ଭାବରେ ଏକ ସ୍ତ୍ରୀକୁ ଅନଉଛି, ମୋର ଦୃଷ୍ଟି ପୂର୍ବ ପରି ଅଛି ନା ବର୍ତ୍ତମାନ ପରି ଅଛି, ତାକୁ ଆମେ ସମୀକ୍ଷା କରିବା ଆବଶ୍ୟକ ରହିଅଛି। ଆଉ ଗୋଟେ ବାକ୍ୟ ଆମେ ପଢିବା, ପ୍ରଥମ ତିମୋଥୀ 1:13। କେମିତି ପାଇଲେ ଯଦି ପଢିଦେବେ। ପ୍ରଥମ ତିମୋଥୀ 1:13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି, କିନ୍ତୁ ମୁଁ ଆଜ୍ଞା। ଅବିଶ୍ୱାସ ହେତୁ ଅଜ୍ଞାନପଣରେ ତାହା କରିଥିଲି ବୋଲି ଦୟା ପ୍ରାପ୍ତ ହେଲି। ଆମେନ୍। ଅଜ୍ଞାନପଣରେ ସବୁ କରୁଥିଲି, କିନ୍ତୁ ଦୟା ପ୍ରାପ୍ତ ହେଲି। ମୁଁ ପ୍ରଭୁଙ୍କ ପାଖକୁ ଆସିଲା ପରେ ଦୟାର ସାଗର ମତେ ଦୟା କଲେ, ଆଉ ସେଇ ସବୁ ଆଉ ମୋ ପାଖରେ ନାହିଁ କହିବା ଅର୍ଥ ସେ କହୁଛନ୍ତି। ପ୍ରିୟମାନେ, ଆମେ ବେଳେ ବେଳେ ଗୋଟେ ଶବ୍ଦ ୟୁଜ କରିଥାଉ, ମୋର ପୁରୁଣା ଗୁଣ ଦେଖେଇବି କି? ଆଲୋକ ମାନେ ଏ ଶବ୍ଦ ୟୁଜ କରନ୍ତି, ଆଲୋକ ଗୁଡା। ଆଉ ଯୋଉମାନେ ମଣ୍ଡଳୀର ଅତି ମାନେ ଆତ୍ମିକତା ପ୍ରକାଶିତ କରନ୍ତି, ସେମାନେ ମତେ ଏଇ ଶବ୍ଦ ୟୁଜ କରନ୍ତି, ମୋର ପୁରୁଣା ଗୁଣ କାଢିବି କି, ଦେଖିବି କି? ଆଜି ଆମେ ତାକୁ ସାଇତି କରି ଟ୍ରଙ୍କରେ ରଖିଛୁ, ମାନେ ସିଲ୍ କରି ରଖିଅଛୁ, ବେଳେ ବେଳେ ୟୁଜ କରିବା ପାଇଁ ତାକୁ ଆମେ ରଖିଅଛୁ। ଦାଉଦ ଯେପରି କହନ୍ତି, ପ୍ରଭୁ ତୁମରି ବାକ୍ୟକୁ ମୁଁ ସଞ୍ଚୟ କରି ରଖିଛି, ଯେପରି ପାପ କରିବି ନାହିଁ ବୋଲି ସେଇଠି ଲେଖା ହେଇଛି। ଏ ବାବୁ କହୁଛି, ମୁଁ ସେଗୁଡା କେବେ ମଧ୍ୟ ସଞ୍ଚୟ କରି ରଖିଛି, ଦେଖିବ କି ମୁଁ କାଢିବି କି ବୋଲି। ନା, ଆମ ଜୀବନରେ ସେଇଗୁଡାକ ମୃତ ହେବା ଦରକାର, ସଞ୍ଚିତ କରି ରଖା ହେବା ନାହିଁ। ପାପକୁ ଆମେ ସଞ୍ଚିତ କରି ରଖିବା ଉଚିତ ନୁହେଁ। ରାଧେ ସେଇ ପାପ ଗୁଡାକ ଆମେ ମୃତ, ଯେମିତି ପୌଲ କହନ୍ତି, ମୁଁ ମୃତ, ମୁଁ ଜୀବିତ ନୁହଁ। ଆମମାନଙ୍କର ଜୀବନରେ ଅତୀତରେ ଥିବା ଗୁଣ ଗୁଡାକ ଆମ ସ୍ୱର ଠାରୁ ମୃତ ହେବା ଦରକାର। ମାନେ ସେଗୁଡାକ ଆଉ ଆକ୍ଟିଭ ଯେପରି ହେବ ନାହିଁ, ଆମ ସ୍ୱରରେ ତାହା ଦେଖାଯିବ ନାହିଁ। ଆମେ ଆଉ କହିବା ନାହିଁ, ଦେଖିବ ମୋର ପୁରୁଣା ଗୁଣ ଦେଖିବ କି? ମତେ ଜାଣିନ ବୋଲି ଆମେ କେତେଟା ଶବ୍ଦ ୟୁଜ କରୁ। ମତେ ଜାଣିନ ମାନେ ତମେ ଡୁଆଲ କ୍ୟାରେକ୍ଟର କରୁଛ, ତାର ଅର୍ଥ। ମତେ ଜାଣିନ ଅର୍ଥ, ବର୍ତ୍ତମାନ ଷ୍ଟେଜରେ ରହିଲେ ଗୋଟେ ଗୁଣ, ଆଉ ଗୋଟେ ପରିସ୍ଥିତି ଥିଲା ଆଉ ଗୁଣ ଗୁଡେ ତମେ ପ୍ରକାଶ କରିବ। ଯେମିତି କି ଆମର ବହୁରୂପୀ ଏନ୍ଡିଏ ପରେ, ଆମେ ସେମିତି ହେବା ନାହିଁ। ଆମର ପ୍ରେଜେଣ୍ଟ ଆଉ ପାଷ୍ଟ,
ପାଷ୍ଟ ଯୋଉଟା ଥିଲା ତାହା ପ୍ରେଜେଣ୍ଟ ରେ ଦେଖାଯିବା ଦରକାର। ପାଷ୍ଟରେ ଯେତେବେଳେ ଆମେ ପ୍ରଭୁଙ୍କ ପାଖକୁ ଆସିବା ପୂର୍ବରୁ, ପ୍ରଭୁଙ୍କୁ ବିଶ୍ୱାସ କରିବା ପୂର୍ବରୁ, ପ୍ରଭୁଙ୍କର ସହିତ ରହିବା ପୂର୍ବରୁ ଯୋଉ ବିଷୟ ଖରାପ ବିଷୟ ଆମମାନଙ୍କ ଜୀବନରେ ଦେଖାଯାଉଥିଲା ତାହା ଏବେ ଦେଖା ନ ଯିବା ଦରକାର। ମୁଁ ଯଦି ଗାଁକୁ ଯିବି ଆଉ ସେହି ମଦୁଆ ମାନଙ୍କ ସହିତ ମଦ ଘରକୁ ଯିବି, ମତେ କିଛି ଫରକ ଆଉ ଲୋକମାନେ କରିବେ ନାହିଁ, କାରଣ ମୁଁ ପାଷ୍ଟ ସିନା ମଦୁଆ ଥିଲି, ଏବେ କିନ୍ତୁ ଲୋକ ଦେଖାଯିବା ଦରକାର ଯେ ମୁଁ ମଦୁଆ ମାନଙ୍କ ସହିତ ମଦ ଘରେ, ହଁ ୟେସ୍, ମଦୁଆ ମାନଙ୍କ ସହିତ ରହିକି ମୁଁ ସେମାନଙ୍କୁ ପ୍ରଭୁଙ୍କର ବାକ୍ୟ କହିବା ଲୋକ ଦେଖାଯିବା ଦରକାର। ମଦ ଘରେ ଯାଇ ମଦ ପିଇବାକୁ ନାହିଁ, ମଶାଣିରେ ଶୋଇବାଟା ଲୋକ ମତେ ନ ଦେଖାଯିବା ଦରକାର। ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ସନ୍ତାନ ସନ୍ତତି ପ୍ରଭୁଙ୍କର ବାକ୍ୟ କୁହେ, ଏଣିକି ଯୋଉମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେମାନେ ନୂତନ ସୃଷ୍ଟି ହେବା ଦରକାର। ସେମାନେ ନୂତନ ସୃଷ୍ଟି ହେବା ଦରକାର। ପ୍ରଭୁଙ୍କର ଦୃଷ୍ଟିରେ ସେମାନେ ପୁରାତନ ବିଷୟ ସବୁ ସେମାନଙ୍କ ଜୀବନରୁ ଲୋପ ପାଇବା ଦରକାର। ଆଉ ଏଠାରେ ଲେଖାଯାଏ, ଦେଖ ନୂତନ ସୃଷ୍ଟି ହେଇଯାଇଛି। ଏଇ ଯୋଉ ଦେଖ ଶବ୍ଦ ଲେଖା ହେଇଛି, ଏଇଠି ମୁଁ ଏମିତି ଭାବେ, ମୁଁ ଗତ ଥର କହିଥିଲି ବୋଧେ ଆପଣମାନଙ୍କୁ, ଏକ ବ୍ୟକ୍ତି ଜଣକୁ ଫାଷ୍ଟ ପର୍ସନ, ସେକେଣ୍ଡ ପର୍ସନ କହୁଛନ୍ତି, ଥାର୍ଡ ପର୍ସନ ପାଇଁ କହୁଛନ୍ତି। ଫାଷ୍ଟ ପର୍ସନ ସେକେଣ୍ଡ ପର୍ସନ ସହିତ କଥାବାର୍ତ୍ତା ହଉଛନ୍ତି। ଭାଇ ଏ କହୁଛନ୍ତି ବି କୁ ସି ବିଷୟରେ, ବି କୁ କହୁଛନ୍ତି ଭାଇ ବି ତମେ ସେଇ ସି କୁ ଦେଖ, ସି ପାଖରେ ଯୋଉ ପୁରାତନ ଥିଲା ତାହା ଆଉ ଦେଖାଯାଉ ନାହିଁ, କିଛି ନୂଆ ଦେଖାଯାଉଛି। ଇନ୍ ଅଦର ୱାର୍ଡସ୍ ଆମେ କହିବାକୁ ଗଲେ ଆମମାନଙ୍କର ନୂତନତା ଉପରେ ଦୁଇ ଜଣ କଥା ହେବା ଦରକାର। ମଣ୍ଡଳୀରେ ଲୋକମାନେ, ସମାଜରେ ଲୋକମାନେ, ଆମର ଗ୍ରାମର ଲୋକମାନେ ଆମମାନଙ୍କର ନୂଆ ବିଷୟରେ ଏକ କଥା ହେବା ଦରକାର। ଆଉ ଆମମାନଙ୍କ ଜୀବନରେ ନୂଆ ବିଷୟ ଲୋକଙ୍କର ଦୃଷ୍ଟିଗୋଚର ହେବା ଦରକାର, ଲୋକମାନଙ୍କର ଦୃଷ୍ଟିରେ ଆସିବା ଦରକାର। ତେଣୁ ଆମେ ପ୍ରଭୁଙ୍କର ଲୋକମାନେ, ଖାସ କରି ଆମେ ଯେତେବେଳେ ଫ୍ରଣ୍ଟ ଲାଇନରେ ରହିକି ସେବା କରୁଛୁ, ପ୍ରଭୁଙ୍କର ସେବା କରୁଛୁ, ବିଶେଷ କରି ପାଳକ ମାନେ, ଆମେ ସମସ୍ତେ ନିଶ୍ଚିତ ହେବା ଦରକାର ଆମମାନଙ୍କର ପୁରାତନ ସବୁ ଆମମାନଙ୍କର ଦୃଷ୍ଟିରେ ନ ଆସିବା ଦରକାର। ମୁଁ ଜଷ୍ଟ ଖାଲି ଉଦାହରଣ ଗୋଟେ ଦେବା ପାଇଁ ଚାହେଁ। ଆମ ଡାଇସିସ୍ ମଝିରେ ଦୁଇଟା ପାଳକ ଟିକେ ମତାନ୍ତର ହେଇ, ମୁଁ ପୁରା ବିଚଳିତ ହେଇଗଲି। ସେମାନଙ୍କର ବ୍ୟବହାର, ସେମାନଙ୍କର ଭାଷା ଦେଖିକି ମୁଁ ବିଚଳିତ ହେଇଗଲି। ସେ ସେଇ ଷ୍ଟେଟମେଣ୍ଟ ରିପିଟ କରୁଛନ୍ତି, ମତେ ତମେ ଜାଣିନ। ଆରେ ବାବୁ, ଆମେ କେମିତି ଜାଣିବୁ? ଏତେ ବର୍ଷ ଏଇ ଚର୍ଚ୍ଚର ପାଳକ ବୋଲି ଆମେ ତମେ ଜାଣିଥିଲୁ, ଆଉ କିଛି ଗୋଟେ ଲୁକାୟିତ ଭାବରେ ତୁମେ ସାଇତି ରଖିଛ, ଆମେ ତମକୁ କେମିତି ଜାଣିବ? ପ୍ରିୟ ପ୍ରଭୁଙ୍କର ଦାସ ମାନେ, ଆମମାନଙ୍କର ମୁଖରେ ସେଇ ଶବ୍ଦ ନ ଆସୁ, ମତେ ଜାଣିନ, ପୁରାତନ ବିଷୟ କାଢିବି କି? ପୁରାତନ ଆମେ ସାଇତିକି ରଖିବା ନାହିଁ, ତାକୁ ଆମେ ମାରିବା। ସେଇଟା ଆମଠୁ ଆଉ ଦେଖା ନ ଯିବା ଦରକାର। ଯେମିତି ଫଗ୍ ଉଭେଇଯାଏ, ହଁ, ଯେପରି ଡିସାପିୟର ହୁଏ ଆମ ଜୀବନରେ, ପାପ, ପୂର୍ବ ପାପ ଡିସାପିୟର ହଉ, ଆଉ ନୂତନ ଜ୍ୟୋତି ହିଁ ପ୍ରକାଶ ହଉ। ଏଥିପାଇଁ ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଏ ଅବାକ୍ୟରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍। थैंक यू संजीव भाई, ଅତି ସୁନ୍ଦର ଭାବରେ ପାଷ୍ଟ ବନାମ ପ୍ରେଜେଣ୍ଟ, ଅନ୍ଧକାର ଭର୍ସେସ ଲାଇଟ, ଆଉ ଯୋଉ ଶେଷ ଛୁଙ୍କଟା ମାରିଲେ ଯେ ଅନେକ ପ୍ରାଚୀନ ମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ସେମାନେ ବହୁତ ଗର୍ବ ଅନୁଭବ କରନ୍ତି ଯେ ସେମାନେ ଅତୀତରେ ଏହା ଥିଲେ ବୋଲି। ମୁଁ ବି ଶୁଣିଛି, କିନ୍ତୁ ଏଟା ଅତି ଦୁର୍ନାମର ବିଷୟ, ସେଟାକୁ ମୋଟେ ଉଚ୍ଚାରଣ କରିବା ବି ଦରକାର ନାହିଁ। ଆଉ ସେଟା ମୃତ ବୋଲିକା ଆମମାନେ ସବୁବେଳେ ତାକୁ ଚିନ୍ତା କରିବା ଦରକାର। ଅତି ସୁନ୍ଦର ଭାବରେ, ସଂକ୍ଷିପ୍ତ ଭାବରେ ଆଉ ସିଷ୍ଟମାଟିକାଲି ଆପଣ ଆଜି ଆମମାନଙ୍କୁ ସେ ଅତୀତ ଆଉ ବର୍ତ୍ତମାନ ଭିତର ଫରକ ଆଉ ଆମମାନଙ୍କ ଜୀବନ ସେଇ ସୋପାନରେ ଯିବା ଦରକାର ତା ସୁଝେଇଛନ୍ତି। ପ୍ରଭୁ ଆପଣଙ୍କୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ ୟୁ ବ୍ରଦର, ଥ୍ୟାଙ୍କ ୟୁ। प्रेज द लॉर्ड। आसु प्रार्थना करिबा। स्वर्गीय पिता परमेश्वर, प्रभु जीशु तुमरो धन्यवाद करछु, गौरव करछु, प्रशंसा करछु बापा। এই সুন্দর প্রাতঃকালে